ସୁଗନ୍ଧ ନଥିବା ଫୁଲର ଯେମିତି ମହତ ଜମା ଜଣାପଡ଼େନି। ଆଉ ଗୋଟେ ସାଇରୀ ବି ଅଛି ଯେ ଯେଉଁ ଗଛରେ ବହୁତ ମିଠା ଫଳ ହୁଏ ସେ ଗଛ ଉପରେ ବହୁତ ଟେକା ପଡ଼େ, କାହିଁକି ନା ସେଠୁ ମିଠା ଫଳ ମିଳେ। ତ ତମେ କେଉଁ କଥାରେ ରିଲେଟ୍ କରୁଛ? ଯଦି ତମେ ଭଲ ଜିନିଷ କରୁଛ ତ ଷ୍ଟ୍ରଙ୍ଗଲି ନିଜକୁ ନିଜେ ଛିଡ଼ା କର ଯେ ନାଇଁ ମୁଁ ଠିକ୍ ଅଛି। ଦୁନିଆ କିଛି ବି କହୁ, ଆମେ ଦୁନିଆ ପାଇଁ ବଞ୍ଚୁଛୁ କି ଫ୍ୟାମିଲି ପାଇଁ ବଞ୍ଚୁଛୁ। ତ ମୁଁ ବି ଜବ୍ କରେ, ତ ବହୁତ କ୍ୱେଶ୍ଚିନ୍ ମାର୍କ ମୋତେ ବି ସହିବା ପାଇଁ ପଡ଼ିଛି। ବାକି ମୁଁ କେବେ ମୋ ଲାଇଫ୍ ରଖିଦେଇନି, ବିକଜ୍ ମୁଁ ମୋ ମାଆଙ୍କ ପାଇଁ କଷ୍ଟ ପଡ଼େ। ତ ମୋତେ ମୋ ମାଆ ଠିକ୍ ବୁଝିଛନ୍ତି ଯେ ମୁଁ କ'ଣ କରେ। ତ ମୋତେ ଦୁନିଆକୁ ଥୋଡ଼ି ନା ଦେଖେଇବାର ଅଛି ଯେ ମୁଁ କ'ଣ କରୁଛି। ଆଉ ଗୋଟେ କଥା ଜାଣିଛନ୍ତି ନା, ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ହେଉଛି ମାନେ ନର୍ମାଲି ମୋର ସ୍ୟାଲେରୀ ଆସେ, ଆଉ ନା ମୁଁ ମୋ ସ୍ୟାଲେରୀ ମୋ ଫ୍ୟାମିଲି ପାଇଁ ଖର୍ଚ୍ଚ କରେ। ଆଉ ସମସ୍ତେ ଏମିତିକି ମୋ ଦିଦି, ମୋ ଫ୍ୟାମିଲି ମେମ୍ବର ବି ଜଣେ ଜଣେ ଅଛନ୍ତି, ସମସ୍ତେ କୁହନ୍ତି ତୁ ଏତେ ପଇସା ଘର ପାଇଁ ଖର୍ଚ୍ଚ କରିଦେଉଛୁ, ତୋତେ ବାଧୁନି ଯେ ତୁ ଏତେ ପଇସା ଖର୍ଚ୍ଚ କରିଦେଲୁଣି। ସେମାନଙ୍କୁ କିଏ ବୁଝେଇବ? ଯେଉଁ ଟାଇମ୍ରେ ଘରେ ପଇସା ନଥିବ, ମାଆ ଏଠୁ କରିକି ପଇସା ଆଣିକି ଆମମାନଙ୍କୁ ବଡ଼ କରୁଛନ୍ତି। ଯେତେବେଳେ ଆଜି ଭଗବାନଙ୍କ ଦୟାରେ ମୋ ପାଖେ 2 ପଇସା ଆସିଛି, ସେ 2 ପଇସା ମୁଁ ଘରକୁ ଦେଲେ ମୋତେ ବହୁତ ଖୁସି ଲାଗେ। ଆଉ ଏ ଜିନିଷ ବହୁତ ଖୁସି ଲାଗେ ଯେ ମାଆଙ୍କୁ ଆଉ କାହା ପାଖରେ ହାତ ପତେଇବା ପାଇଁ ପଡ଼ୁନି। ସେଥିପାଇଁ ତ ଯେତେ କଷ୍ଟ ହେଲେ ବି ଜବ୍ ଛାଡ଼ୁନି, ଆଉ ଛାଡ଼ିବି ବି ନାହିଁ। କାହିଁକି ନା ସେ ଜବ୍ ମୋ ଘରେ ଖାଇବା ପାଇଁ ଦେଉଛି, ସେ ଜବ୍ ମୋ ଘର ଲୋକଙ୍କ ଇଚ୍ଛା ପୁରା କରୁଛି। କେମିତି ଛାଡ଼ିଦେବି? ବାସ୍ ମୁଁ ଜାଣିଛି ମୁଁ ଠିକ୍ ଅଛି। ତ ଯିଏ କିଛି ବି କୁହନ୍ତୁ, ମୁଁ ସେ ଜିନିଷକୁ ଧରିବିନି। ଆପଣମାନେ ବି ଧରନ୍ତୁନି,